ପୁନରୁଦ୍ଧାର ପାଇଁ ବାରମ୍ବାର ଟିମ୍ ଆସୁଛି ଏବଂ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି କିନ୍ତୁ ହେଇପାରୁନି। କାରଣ କ'ଣ ଏବଂ କ'ଣ କହିବେ ଖର୍ଚ୍ଚ ନାହିଁ? ଏଠି କୋଷ୍ଟ କେନାଲ 1867 ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଭାରତ ସରକାର ପ୍ରଥମ ଫୁଡ ଫୋରୱାର୍ଡ ହେଇଥିଲା ସରକାରୀ ଦୁର୍ଭିକ୍ଷକୁ ଏଡ଼େଇବା ପାଇଁ ଏବଂ ନେଭିଗେସନ ସିଷ୍ଟମ ହବ, ଲୋକ କିଛି ଏନଗେଜମେଣ୍ଟ ହେବେ, କିଛି ଇଏ ହେବେ ଏବଂ ଏଠୁ ଜଳ ନିଷ୍କାସନ ହବ, ଜଳସେଚନ ପ୍ଲସ୍ ନେଭିଗେସନ ଏବଂ ଯାତ୍ରୀ ଯାତାୟାତ ପାଇଁ ଏଟା ସୁବିଧା ସୁଯୋଗ ଥିଲା। 2004 ପରଠୁ ହଠାତ୍ ଏଟା ଦଳରେ ପରିଣତ ହେଇଗଲା। ୟା ଉପରେ ଆମର 30-40 ରୁ ଆପଣଙ୍କର ଇରିଗେସନ ପଏଣ୍ଟ ମଧ୍ୟ ଅଛି, ଲୋକ ଚାଷ ନିର୍ଭର କରୁଛି। ଦଳ ହେଇଗଲା ଫଳରେ କି ଲୋକ ଚାଷାବାଦ ସୃଷ୍ଟି ହେଉଛି, ନେଭିଗେସନ ବାଧା ସୃଷ୍ଟି ହେଉଛି, ସୁଇଚ୍ ଗେଟ୍ ଗୁଡ଼ା ଅକାମୀ ହେଇକି ପଡ଼ି ରହୁଛି, ଭୋଗରେଇ ଲକ୍ ପାଖରେ ସୁଇଚ୍ ଗେଟ୍ ଅକାମୀ ହେଇ ପଡ଼ି ରହିଛି। ତାକୁ ପୁନରୁଦ୍ଧାର ବାରମ୍ବାର କଲେ ମଧ୍ୟ ସୁଫଳ ହବ ନାହିଁ ଯେତେ ପର୍ଯ୍ୟନ୍ତ ଭୋଗରେଇ ଲକ୍ ପାଖରେ ଯେଉଁ ଆମର ଲକ୍ ସିଷ୍ଟମ ଅଛି, ଗେଟ୍ ସିଷ୍ଟମ ଅଛି ବା ସୁଇଚ୍ ସିଷ୍ଟମଟାକୁ ଯଦି ଉଠା ପକାଇବା ପାଇଁ ସରକାରୀ ସ୍ତର ବ୍ୟବସ୍ଥା କରାଯିବ, ପାଣି ଏଠି ଜମା ହେଇକି ପାଣି ଷ୍ଟାଗନେଟ୍ ହେଇକି ଗୁଳୁମଜାଟ ହେଇକି ଦଳ ବାରମ୍ବାର ହବ। ତେଣୁ ତା ପାଇଁ ବି ଧ୍ୟାନ ଦେବା ଉଚିତ ଏବଂ ଏଠି ଜଳସେଚନ ସୁବିଧା ହେବା ଉଚିତ, ନେଭିଗେସନ ସୁବିଧା ହେବା ଉଚିତ, ଆପଣ ଚାଷୀ ଇରିଗେସନ ପାର୍ପାସରେ ଜଳ ୟୁଜ୍ ହେବା ଉଚିତ ଏବଂ ପ୍ଲସ୍ ୟାକୁ ଯଦି ପୁନରୁଦ୍ଧାର କରିକି ସଠିକ ଭାବରେ କରିକି ଏଟା ଗୋଟେ ଭଲ ଟୁରିଜିମ ପ୍ଲେସ୍ ମଧ୍ୟ ଏଇ 14 କିଲୋମିଟର ଜାଗା ବି ହେଇପାରିବ ବୋଲି ମୋର ଆଶା ଏବଂ ବିଶ୍ୱାସ। ତେଣୁ ନିବେଦନ ଏଟା ତୁରନ୍ତ ଏଟାକୁ ସୁଫଳ କରିବା ପାଇଁ କି ଭୋଗରେଇବାସୀଙ୍କର ସୁବିଧା ପାଇଁ ଦୃଷ୍ଟିକୋଣରୁ ଏଟାକୁ ଶୀଘ୍ର ବ୍ୟବସ୍ଥା କରାଯିବା ଉଚିତ।